ଆପଣଙ୍କ ଟିଭି ଓଡ଼ିଶା ମାଟିର ବାସ୍ନା। ବର୍ତ୍ତମାନ ସମୟରେ ଚଳଚ୍ଚିତ୍ର ଜଗତ ପାଇଁ ଯାହା ଗୋଟିଏ ଦୁଃଖଦାୟକ ଖବର ସାମ୍ନାକୁ ଆସିଛି। ଏହି ପ୍ରସିଦ୍ଧ ହିରୋଇନଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରୁଛନ୍ତି ଏବଂ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଫଳିଯାଇଛି। 42 ବର୍ଷ ବୟସରେ ଏହି ଲୋକପ୍ରିୟ ହିରୋଇନଙ୍କର ଦେହାନ୍ତ ହୋଇଛି। ହଠାତ୍ ତାଙ୍କର ମୃତ୍ୟୁ କେବଳ ତାଙ୍କ ପରିବାର ନୁହେଁ ବରଂ ତାଙ୍କ ପ୍ରଶଂସକମାନଙ୍କ ପାଇଁ ମଧ୍ୟ ଏକ ବଡ଼ ଝଟକା ଲାଗିଛି। ପ୍ରକୃତରେ ଲୋକମାନେ ବିଶ୍ୱାସ କରିପାରୁନାହାନ୍ତି ଯେ ଏହି ଲୋକପ୍ରିୟ ହିରୋଇନ ଆଉ ଏ ଦୁନିଆରେ ନାହାନ୍ତି। ତେବେ ତାଙ୍କର ସ୍ତ୍ରୀଙ୍କର ମୃତ୍ୟୁର ଦୁଃଖ ଏପର୍ଯ୍ୟନ୍ତ ମୁକୁଳି ପାରିନାହାନ୍ତି ତାଙ୍କର ସ୍ୱାମୀ। ପ୍ରକୃତରେ ଏହି ଲୋକପ୍ରିୟ ହିରୋଇନଙ୍କର ସ୍ୱାମୀ ତାଙ୍କର ପତ୍ନୀଙ୍କର ମୃତ୍ୟୁ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ତେବେ ଏହି ହିରୋଇନଙ୍କ ଉପରେ କଳାଜାଦୁ କରାଯାଇଥିଲା ଏବଂ ସେ ଏହା ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତି। କଳାଜାଦୁ ବା ଗୁଣି ଗାରେଡ଼ିରେ ଅଭିନେତ୍ରୀ ଶେଫାଳୀଙ୍କର ମୃତ୍ୟୁ ହୋଇଥିବା ତାଙ୍କ ସ୍ୱାମୀ ଉଲ୍ଲେଖ କରିଛନ୍ତି। ତେବେ ତାଙ୍କର ସ୍ୱାମୀ ପରାଗ ତାଙ୍କ ପତ୍ନୀଙ୍କୁ ମନେ ପକାଇ ବହୁତ ଭାବପ୍ରବଣ ହୋଇଯାଇଥିଲେ। ପଡକାଷ୍ଟରେ ଅଭିନେତ୍ରୀ ଶେଫାଳୀଙ୍କର ସ୍ୱାମୀଙ୍କୁ ପଚରାଯାଇଥିଲା ଯେ ଭବିଷ୍ୟତରେ ବିବାହ କରିବେ କି। ଏହାର ଉତ୍ତରରେ ସ୍ୱାମୀ ପରାଗ କହିଛନ୍ତି, ମୁଁ ଏହା ବିଷୟରେ ଭାବି ନାହିଁ କାରଣ ଶେଫାଳୀ ମୋ ହୃଦୟରେ ଅଛନ୍ତି ଏବଂ ମୁଁ ଶାରୀରିକ ଭାବରେ ତାଙ୍କ ସହିତ ଅଛି। ଗୁଣି ଗାରେଡ଼ିରେ ହୋଇଛି ଅଭିନେତ୍ରୀ ଶେଫାଳୀଙ୍କର ମୃତ୍ୟୁ, ସ୍ୱାମୀ କରିଛନ୍ତି ବଡ଼ ଖୁଲାସା। ତେବେ ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ ଶେଫାଳୀଙ୍କର 42 ବର୍ଷ ବୟସରେ ଦେହାନ୍ତ ହୋଇଛି। ତେବେ ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ଶେଫାଳୀ ଜରିୱାଲାଙ୍କର ହଠାତ୍ ଦେହାନ୍ତକୁ କେହି ବିଶ୍ୱାସ କରିପାରୁନାହାନ୍ତି। ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳିଯାଇଛି।